जय श्री कृष्ण। नमस्कार बंधुगण, शुभ सकाळ। भागवत महापुराण ओडिया चैनल आपण मानक स्वागत। आज उत्पन्न एकादशी। आज यह पवित्र दिन रे एक सुंदर वीडियो नहीं आसी आपण मानक पाई, जहाको सुनिले जन्म जन्मर पाप विनाश हो जाए। श्रद्धा और भक्ति सहकारे यही एकादशी व्रत कथा मन दे निश्चय शुणिबे। एबे आसंत शुणिबा उत्पन्न एकादशी विषय रे। प्रथमे नारायण को स्तुति करिबा। जय जय नारायण प्रभु भगवान, क्षीर सिंधु मध्ये सदा अनंत शयन। कंज चरण सेवंती लक्ष्मी ठाकुराणी, सरस्वती पासे करुथंती वीणा ध्वनि। नाभिदेशु पद्म गर्भ होइन उत्पत्ति, चतुर्मुखे वेद ध्वनि पाठ करुथांती। श्री चरण नख तले गंगा देवी नित्य, ध्वज अंकुश चक्रादि चिन्ह विराजित। शंख चक्र गदा पद्म भुजे शोभा पाए, बक्षरे कौस्तुभ मणि सदा झुलुथाए। श्रीवत्स लांछन चिन्ह जे दृष्टि गोचर, एड़े महिमा प्रभु करुणा सागर। कटी तटे पीतांबर हृदय वैजयंती, शिरे रत्न मुकुट बालर विकांति। चतुर्धा मूर्ति आहे श्री पुरुषोत्तम, सच्चिदानंद चिन्मय प्रभु सर्वक्षम। गौरव गुंजन आहे सत्य सनातन, वैकुंठ विहारी देव दुरित नाशन। पाप ताप हारी तुम्भे अव्यक्त चिंत्य, मुकुंद मुरारी दई तारी पद्म नेत्र। हर्ता कर्ता ध्यान ध्येय स्वाहा सर्वरूपी, सृष्टि स्थिति सूक्ष्म स्थूल तुम्भे सर्वव्यापी। अनंत कोटि ब्रह्मांड माळ माळ होई, तुम्भल मकूपे प्रभु सदा विराजई। अनंत करे जोग निद्रा प्रभु जाई, चिंतिल सृष्टि सर्जना भियाइबा पाई। अंगमलिरु मेधका सुर मृष्टि करी, ता शरीरे मेदिनी गढ़िल दैत्यारी। अर्थय होइला जेणु मेदिनी जल रे, लोम उपाड़िण किला खंजिल तहीं रे। सृष्टि भियाण दायित्य वेद करे देई, पालन दायित्य निजे बहन करई। संहार लीला को संकर्षणे अर्पि देई, पिंड ब्रह्मांड को एकाकार कलसाई। सागर ऋण केहू संख्या करि पारिब, तुम्भर महिमा
ସଂସାର ସାଗରୁ ଦୂର ହୁଏ ଭବ ଭୟ। ନାରାୟଣ ନାମ ଧରି ପାପୀ ଅଜାମିଳ ନିଶ୍ଚିନ୍ତରେ ଚଳିଗଲା ସେ ବୈକୁଣ୍ଠପୁର। ନାମ ଜପ କରି ଯୋଗୀ ଋଷି ଦିବା ରାତ୍ରି ତୁମ୍ଭର ସାନିଧ୍ୟ ଲାଭ ଭବେ କରିଥାନ୍ତି। ନାମର ମହାତ୍ମ୍ୟ ବର୍ଣ୍ଣିବାକୁ ସମର୍ଥ ସେ ନାମକୁ ଗଳା ମାଳି କରିବା ଯଥାର୍ଥ। ତୁମ୍ଭେ ପ୍ରଭୁ କୃପା ନେତ୍ରେ ଚାହିଁଥିବ ଯହିଁ ତୁମ୍ଭ ପ୍ରେମ ତା ହୃଦୟେ ଉଦୟ ହୁଅଇ। ଏ ପିଣ୍ଡରେ ପ୍ରାଣ ଥିବା ଯାଏ ବିଶ୍ୱପତି ନାମ ସଂଖ୍ୟା କରି ମୋର କାଳ ଯାଉ ବିତି। ଚରଣେ ଶରଣ ଗଲି ଆହେ ନାରାୟଣ କରୁଣା ଏତିକି କର ଅଳି କରେ ଦୀନା। ଏବେ ଆସନ୍ତୁ ଶୁଣିବା ଏକାଦଶୀ ମହାତ୍ମ୍ୟ। ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତतो ଜୟମୁଦୀରୟେ। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्द माधवम्। श्रीकृष्ण चरणे शरण जे सर्व शुभर कारण ଯାହାକୁ ଆଶ୍ରୟ କରି ସାଧୁ ତରେ ଦୁସ୍ତର ଭବ ସିନ୍ଧୁ। ଆଶ୍ରୟ କରି ଯେଉଁ ପଦ ଧ୍ରୁବ ପାଇଲେ ଧ୍ରୁବ ପଦ। ଦ୍ରୌପଦୀ ଯେଉଁ ପଦ ଚିନ୍ତି ତରିଲେ ଯେତେ କବିପତି। ଯାହା ସେବାରୁ ଅପବର୍ଗ ଆପେ ମିଳଇ କିବା ସ୍ୱର୍ଗ। ଏମନ୍ତ ପ୍ରଭୁ ଛାଡ଼ି ନରେ କିମ୍ପା ଭ୍ରମୁଛନ୍ୟ ଠାରେ। ପୁଷ୍ପରେ ଫଳ ବୃଦ୍ଧି ଛାଡ଼ି ଶ୍ରୀକୃଷ୍ଣ ପାଦ ପଦ୍ମେ ପଡ଼ି। କର୍ଦମମୟ କିମ୍ପା ଧର ଛାଡ଼ି ପିୟୁଷ ପଦ୍ମାକର। ଅଥବା କେହେବ ନିବାରି ନିଜ ପ୍ରକୃତି ପରିହରି। ବଳର ସମୟଙ୍କ ଚିତ୍ତ ଶରଣ ମୋର ଗୋପୀନାଥ। ଦେଖି ପ୍ରାଣୀଙ୍କ ପାପ ବୃତ୍ତି ଦୁଃଖିତ ହେଲେ ପଶୁପତି। ନିବର୍ତ୍ତି ନିୟତେ ଦୁର୍ଗତି ପାପ ସୁକୃତ ବିଚାରନ୍ତି। ତପସ୍ୟା ତୀର୍ଥ ବ୍ରତ ଦାନ ନ କରେ ସାପଦ ମନ। ଏମାନେ ହାକି କରିବେ ଗୃହ ଧନ ହୀନ ଛାଡ଼ିବେ। କେଥିବ ଅନ୍ୟାୟ ସଚିତ ନାସିବ ପାତକ ସମସ୍ତ। ନିଶ୍ଚୟ ଜନେ ଯିବେ ନାଶ ଯେବେ ନ ହେବ ଉପଦେଶ। ଏତେ ବିଚାରି ଯୁଧିଷ୍ଠିର ସନ୍ଦିଗ୍ଧ ମନ କରି ସ୍ଥିର। ସଂସାର କର୍ତ୍ତା ଧର୍ମ ସେତୁ ସେହି ଜାଣିବେ ଏଥି ହେତୁ। ଏହି ସିଦ୍ଧାନ୍ତ ନୃପ କରି ଶ୍ରୀ ବାସୁଦେବଙ୍କୁ ସୁମରି। କହିଲେ ବନ୍ଦୀ ଦାମୋଦରେ ଯେ ଥିଲା ସନ୍ଦେହ ହୃଦରେ। ଶୁଣି ପ୍ରଶଂସି ବାସୁଦେବ ବୋଇଲେ ଶୁଣ ନର ଦେବ। ଅଛନ୍ତି ମୋର ଏକାଦଶୀ ସେହି ସକଳ ପାପ ଧ୍ୱଂସୀ। ତାମସ ନୁହେଁ ବ୍ରତ ଦାନ
ଯଜ୍ଞ ତପସ୍ୟା ପୁଣ୍ୟ ଜ୍ଞାନ ଶୁଣି ସାନନ୍ଦ ଯୁଧିଷ୍ଠିର ବୋଲନ୍ତି ଦେବ ଦାମୋଦର ମୋ ପ୍ରତି କର ଅନୁଗ୍ରହ ଶୁଣିବି ବିଶେଷ ସଂଗ୍ରହ ତୁଟୁମ ହୃଦୟ ସଂଶୟ ପ୍ରସରି କର ପାପ କ୍ଷୟ ବିଶେଷ ଆଦ୍ୟ ମାସ ଏହି ଯାହାକୁ ମାର୍ଗଶିର କହି ଏକାଦଶୀର କି ନାମ କିୟ ବା ସକଳ ନିଷ୍କାମ ଏଥିରେ କି ବିଧି କରି କେଉଁ ଦେବତା ପୂଜା କରି କୃଷ୍ଣ ଶୁକ୍ଳରେ ଯେତେ ଭେଦ କହନ୍ତୁ ବିଶେଷ ଗୋବିନ୍ଦ ଏତିନି ବେଦ ଯୁଧିଷ୍ଠିର ବନ୍ଦନ କଲେ ଶ୍ରୀକୃଷ୍ଣର ମନ ବଚନ କାୟ ଦେଇ ସାକ୍ଷାତ ବିଷ୍ଣୁଙ୍କୁ ବନ୍ଦାଇ ଯେ ଲୋକତ୍ରୟ ସୁଖାବହ ବିଶ୍ୱର କର୍ତ୍ତା ବିଶ୍ୱବାହ ବିଶେଷ ବିଶ୍ୱ ଯେ ପୁରୁଷ ପୁରୁଷୋତ୍ତମ ଅବଶେଷ ଶୁଣି ସନ୍ତୋଷ ଯଦୁପତି ପ୍ରଶଂସି କରିଣ କହନ୍ତି ଶ୍ରୀ ବାସୁଦେବ ଉବାଚ ହେ ପଣ୍ଡୁ କୁଳ ଚୂଡ଼ାମଣି ତୁମ୍ଭଙ୍କୁ ସାଧୁ କରି ଗଣି କେ ପର ଦୁଃଖେ ଦୁଃଖୀ ହେବ ଦୁର୍ଭାର ଭାରାକୁ ବହିବ ତୁମ୍ଭର ସୁବିମଳ ଯଶ ବ୍ୟାପୁ ବିଶେଷ ଅନୁଦେଶ ଅତ୍ୟନ୍ତ ଗୁପ୍ତ ଏ ମହର ପ୍ରକାଶ କର ଯୁଧିଷ୍ଠିର ଏ ସୃଷ୍ଟି ମୋର କରିବାର ପ୍ରାୟ ଉଚିତ ଉପକାର ହୁଅନ୍ତୁ ପାପୀ ମାନେ ମୁକ୍ତ ତୃପ୍ତି ଲଭନ୍ତୁ ମୋର ଭକ୍ତ ଚତୁର୍ବିଂଶତି ଏକାଦଶୀ ମୋ ଦେହୁ ପୂଜିବି କାଶୀ ଯଜ୍ଞାଦି ନୁହେଁ ଯାହା ସମ ସମସ୍ତ ପାତକ ସଂଯମ ଶୁଣି ସନ୍ତୋଷ ନରପତି ଉତ୍ସବ ଭାବେ ପଚାରନ୍ତି ତୃପ୍ତି ନହିଲା ମୋର ଚିତ୍ତ ବିଶେଷ କହ ହେ ଅଚ୍ୟୁତ କେଉଁ କାରଣେ କେଉଁ ଯୁଗେ ପ୍ରକାଶ ହେଲେ ଭୂମି ଭାଗେ କି ରୂପେ ପୂଜିଲେ କଏ ହୋ ତୁମ୍ଭ ଦେହରୁ ମହାବାହୁ ଶୁଣି ନିଶ୍ଚଳ ହେଉ ଚିତ୍ତ ତୁଟୁମ ସମସ୍ତ ଦୁରିତ ଆଗ୍ରହ ଦେଖି ଭାବଗ୍ରାହୀ କହନ୍ତି ଯୁଧିଷ୍ଠିରେ ଚାହିଁ ଶ୍ରୀକୃଷ୍ଣ ବାଚ କହିବା ଶୁଣ ମହାରାଜ ଏକାଦଶୀର ଜନ୍ମ ଆଜ ଉତ୍ପନ୍ନ ହେବାରୁ ଏ ଜ୍ୟୋତି ଉତ୍ପତ୍ତି ନାମକୁ ବହନ୍ତି ଏ ମୋର ଏକାନ୍ତରେ ପ୍ରାୟ ଅତି ଦୟାଳୁ ପୁଣ୍ୟମୟ ବାଞ୍ଛିତ ଫଳକୁ ଦିଅନ୍ତି ତ୍ରିବିଧ ପାତକ ନାଶନ୍ତି ଫଳ ଶ୍ରବଣ କାମ୍ୟ କହି ସ୍ୱଭାବେ ନିତ୍ୟ ସିଦ୍ଧ ଏହି ମୁଖ୍ୟ ହେବାର ସ୍ୱାଭାବିକ ଯେଣୁ ତୁ ଦୁଷ୍କୃତ ନାଶକ ଦଶମୀ ଦ୍ୱାଦଶୀ ଏ ଦୁଇ ଏହାକୁ ସାଂଖ୍ୟତରେ ଦେଇ ଏକାଦଶୀର ଏ ବିଶ୍ୱାସୀ ପ୍ରତି ନିୟମ ହବିଷ୍ୟାସୀ ଏହାକୁ ନ ଭଜିଲା ଜନ ନ ଲଭେ ଏକାଦଶୀ ପୁଣ୍ୟ ତେଣୁ ଦୋହିକି ଘେନ ରାଜା ଏକାଦଶୀର କରି ପୂଜା
ଅଭାବ ଫଳର ସନ୍ଦେହ, ଅବାଉ ପୂଜେ ସ୍ୱାମୀ ଦ୍ରୋହ। ଏ ବ୍ରତେ ବ୍ରହ୍ମଚର୍ଯ୍ୟ ବିଧି, କାର୍ପଣ୍ୟ କ୍ରୋଧକୁ ନିରୋଧି। ଦଶମୀ ଦ୍ୱାଦଶୀ ହବିଷ୍ୟ, ଏକାଦଶୀରେ ଉପବାସ। ପୁରାଣ ଶ୍ରବଣ ଜାଗର, ସୁଶାନ ଶୌଚ ସୁବ୍ୟବହାର। ଏକାଦଶୀ ପୁଣ, ବହୁତ ଫଳ ଗୁଣ ଜାଣ। କୃଷ୍ଣ ଶୁକ୍ଳରେ ନାହିଁ ଭେଦ, ପକ୍ଷ ଭେଦରୁ ଭେଦବାଦ। ଏକାଦଶୀର ସମତିଥି, କେହି ନୁହନ୍ତି ନରପତି। ଯାହାର ବୁଦ୍ଧି କାଳ ମାତ୍ର, ପଣ୍ଡିତେ ମାନନ୍ତି ସର୍ବତ୍ର। ଯହିଁରେ ପୁଣ୍ୟ ଧର୍ମ ଦାନ, ଅକ୍ଷୟ ଫଳର ନିଦାନ। କରିପାରଇ ପଦ ପ୍ରାପ୍ତି, ଯେବେ ନ ଥାଏ ମନ ତୃପ୍ତି। କହିବା ଏକାଦଶୀ ଜନ୍ମ, ଶୁଣ ରାଜନ ସାବଧାନ। ପୂର୍ବେ ଯେ ବ୍ରହ୍ମବଂଶ ଭବ, ଅତ୍ୟୁଗ୍ର ପାପରୁ ଦାନବ। ଜନ୍ମିଲା ତାଳ ଜଙ୍ଗ ନାମ, ସତ୍ୟ ଯୁଗର ରୋଗ ସମ। ତାହାର ପୁତ୍ର ମୋର ନାମ, ହୋଇଲା ଅତ୍ୟନ୍ତ ଉଦ୍ଦାମ। ନିକାଶି ଦେଲା ପୁରନ୍ଦର, ହେଲା ତ୍ରିଲୋକେ ଦଣ୍ଡଧର। ନିଜ ପଦରୁ ବ୍ରହ୍ମା ଶିବ, ନିକାଶି ଦେଲା ସେ ଦାନବ। ଅଗ୍ନି ପବନ ଆଦି କରି, ଉଚ୍ଛନ୍ନ କଲା ଦେବ ପୁରୀ। ସ୍ୱର୍ଗକୁ ଛାଡ଼ି ଦେବ ଗଣ, ମର୍ତ୍ତ୍ୟ ସଂଚାର କଲେ ଜାଣ। ବହୁତ ମତେ କ୍ଲେଶ ପାଇ, ଦେବଙ୍କ ସଙ୍ଗେ ସଚି ସାଇ। ସର୍ବଜ୍ଞ ସମୀପକୁ ଯାଇ, କହିଲେ ସମସ୍ତ ବୁଝାଇ। ଯେ ରୂପେ ତେଲ ପରାଭବ, ଯାଦୁଷ ତାହାର ପ୍ରଭାବ। ଉପାୟ କହ ମହାଦେବ, ଯେ ରୂପେ ପୁଣି ସ୍ୱର୍ଗ ହେବ। ଶୁଣି କହିଲେ ମହେଶ୍ୱର, ଶୁଣ ହେ ତ୍ରିଦେବ ଈଶ୍ୱର। ଯାଅ ଗରୁଡ଼ ଧ୍ୱଜ ପାଶ, ସେହି ନାସିବେ ତୁମ୍ଭ ତ୍ରାସ। ସେହି ସେ କରିଛନ୍ତି ଦୀକ୍ଷା, ଦୁଷ୍ଟ ମାରଣେ ସୃଷ୍ଟି ରକ୍ଷା। ଈଶ୍ୱର ବଚନେ ବାସବ, ସଙ୍ଗେ ଘେନିଣ ସର୍ବଦେବ। ଗଲେ କ୍ଷୀରାବ୍ଧ ଅନୁସରି, ଯହିଁ ଅନନ୍ତ ସଜ୍ଜା କରି। ଗଲେ ଶିବ ହିଁ ଗଣ ସଙ୍ଗେ, ସେ ସିଦ୍ଧି ଗନ୍ଧର୍ବ ଉରଗେ। କ୍ରମରେ ଗଲେ ସମୀପକୁ, ଦେଖିଲେ ମଣି ମଣ୍ଡପକୁ। ଅଷ୍ଟରତ୍ନରେ ସୁଗଠିତ, ଘଟଣା ବିଶେଷ ଅଦ୍ଭୁତ। ଯାହା ପତାକା ଚନ୍ଦ୍ରାତପ, ତ୍ରୈଲୋକ୍ୟ ସନ୍ତତି ସଂଗୁପ୍ତ। ଯହିଁ ଅନନ୍ତ ସଜ୍ଜା କରି, ଶୟନ କରୁଥିଲେ ହରି। ଦେଖିଲେ ଦିଗପାଳ ମାନ, ଅଷ୍ଟ ଦିଗରେ ସାବଧାନ। ଚକିତ କରି ନିଜ ଗାତ୍ର, ଆତପତ୍ରିତ ଫଣା ମାତ୍ର। ଏ ରୂପେ ସାବଧାନ ଶେଷ, ଶଯ୍ୟାରେ ନିଜେ ଶ୍ରୀନିବାସ। ଲକ୍ଷ୍ମୀ ଅଛନ୍ତି ପାଦ ତଳେ, ଦ୍ୱାରେ ଅଛନ୍ତି ଦ୍ୱାରପାଳେ। ଦେଖି ପ୍ରଭୁଙ୍କୁ ଦେବ ରାଜା, ଚରଣେ ପଡ଼ି କଲେ ପୂଜା। ଉଠି ଶ୍ରୀମୁଖ ପଦ୍ମ ଚାହିଁ, ସ୍ତୁତି କରନ୍ତି ଦୂରେ ଥାଇ।
नमस्ते देव देवहित सर्वसु पर्वसु पूजित मधुसूदन दयितारी पुंडरीकाक्ष नरहरि। तुम्भे से ब्रह्मा तुम्भे शिव तुम्भे से स्थिति हेतु देव सचराचर तीन लोक तुम्भे जे अरक्ष रक्षक कार्य कारण रूप धरी तुम्भे जगते अछ पूरी। तुम्भर ए सर्व संसार जे इच्छा प्रभु ताहा कर। तुम्भ शयन काल जाणी शिव ब्रह्मणी देवजिणी स्वर्गरु कला निष्कासित आपे आक्रोशी दुष्ट दैत्य महिरु मृत परि देवे संचार करुछन्ति एबे। अति भୟରେ देवगणे पशिले शरण चरणे शुणी देवଙ୍କ निवेदन कहन्ति प्रभु नारायण। हे इंद्र शुणी विशेषी कह केवण दीपवासी कह केवण नाम तोर केते जे काकर प्रचार शुणे करिबा प्रतिकार छाड़ मनरु दुर्विकार आनंद होइन वासव कहन्ति दानव संभव। इंद्रवाच नामरे ताल जंग ख्यात पूर्वे जे दानव संभूत अत्युग्र सेहु महासुर तार तनुज नाम मूर अति उत्कट महावीर्य मिशिछि जेणु ब्रह्म तेज पुरी जे नाम चंद्रावती तहिरे मूरर संस्थिति से सर्वदेवंकु जिणिला स्वर्गरु निष्कासित कला मते निष्कासी मो आसन आक्रमी कला से उच्छन्न अग्नि पवन शून्य आदि सेवक कला करी बंदी दुरात्मा से मूर दानव आपना वंश कला सर्व स्वर्ग को छाड़ी देव गणे पशिले जाई एणे तेणे खोजी से स्थान जेते देव घौड़ी देला से दानव देवंक देव चक्र पाणी देवंक पराभव शुणी प्रतिज्ञा कले मोर नासे ससैन्य सगोत्र विशेषे मूर को मारी स्वर्ग नेबी मुरारी नाम को धरिबी चलिले चंद्रावती पुर जहीं से अछि दुष्ट मूर शिव प्रमथ गण घेनी सकल देवंक ग्रणी बेढ़िले जाई चंद्रावती उच्छन्न कले से संपत्ति कोलाहल रे मूर उठी देखिला सोनगर लुटी पुर लुटंती देवताए संगे अछंती देवराए देखि गर्जन करी मूर धाइला धरिण मुद्गर नाना आयुध मान धरी धाइले संगे सैन्य भरी आसिले दुई सैन्य मिशी जस भत्सने भूषा भूषी रही न पारी देव वृंद
भाजिले देखती गोविंद रह न जाओ बोली हरि धन को सज करी धरी बिंधि माइले दैत्य केते केते बा चक्र मुख घाते मले केते बा पळाइले संगरे रही न पारिले धाई पालटी देव गण सैन्य रे पशि कले रण सैन्य विनिष्ट देखी मोर एकाकी कला कसमर देई करिले पराजित हरि ही शस्त्र अस्त्रे जित दिव्य सहस्र वर्ष जाणी निजुक्ते मुर हरि जिणी घौड़ी देई देवगण कला जे सैन्य आश्वासन निर्जित होई भगवान गले जे बदरिकाश्रम अछि जे अहावण नाम गुहाए द्वादश योजन तहि शयन जनार्दन तहि रे कैवदन अति युद्धरे शांत होई जानिकी भयरे सोई भयरे पलायन करी विष्णु को मणि सेवईरी अनुधावन करी देशे रहतो जीवो केउ देशे আজি मारिबी तोते धरी आज हूँ जाऊ दैत्यरी एमंत बोली से धाइला विष्णु को क्रोध जन्माइला विष्णु को देहु एहि काले एक नारी उपजिले स्वरूपा विभूषणवती दिव्य विविध शास्त्रवती हेले जे विष्णु तेज जन्म के कहूता बल विक्रम संभ्रमे मूर नामा दुष्ट देखी देवी को हेला रुष्ट कहिला विकृत वचन किंपा चंचल कर मन करी वैष्णवी अट्टहास दैत्य को देई महाग्रास बोइले धाऊ तू किंपाई मरणे भय तोर नाही रही मो संगे युद्ध कर देखिबा बल वीर्य तोर एमंत शुणी हसी मोर बोइला तो संगे समर हेले उचित युद्ध हेउ श्रीहस्ते अस्त्र शस्त्र रहु ए बाणी शुणी क्रोधे हसी मूर को कले भस्म राशि जाने देवता माने आसी उपरे कुसुम बरसी कले दुंदुभि वाद्य नाद भाजिला गोविंदଙ୍କ निद देखिले पड़ी दानव स्तुति करन्ति मुनि देव विस्मित होई पचारन्ति के गला एते कविकृति विनाश कला जे मरिपु मोर से साक्षात रे बपु अति अधिक कर्म कला देवं को स्वर्गपुर देला मते ही कला उपकार एतेक प्रभाव काहार शुणी कन्या जे पादे पड़ी कहई कर जुग जोड़ी कन्या वाच प्रभु को पराजित करी मणिषे दुष्ट इंद्री दुष्ट धाइला
ବେଗ କରି ଶୁଣି ଦେବତା ମାନେ ଡରି ବ୍ରହ୍ମାଦି ମାନେ ସ୍ତୁତି କଲେ ଶ୍ରୀଅଙ୍ଗ ନିଗମ ବୋଇଲେ ଅଭାବେ ତ୍ରୈଲୋକ୍ୟ ବିନାଶ ଜାଣି ମହେଲଇଁ ପ୍ରକାଶ ଦେଖି ଦେବତା ପ୍ରଣମିଲେ ମୂର କୁମାର ହେ ବୋଇଲେ ଏହି କାଳରେ ମୋତେ ଚାହିଁ ପାପାତ୍ମା ହେଲା କାମେ ମୋହି ତେଣୁ ମୁଁ କ୍ରୋଧବଶ ହେଲି କ୍ରୋଧ ଦୃଷ୍ଟିରେ ଭସ୍ମ କଲି କ୍ଷମା କରିବା ବେଦବର ବଡ଼ଇ ଦୁର୍ବଳ ସୁର। ଶ୍ରୀ ଭଗବାନ ବାଚ ଶୁଣି ସନ୍ତୋଷେ ଚକ୍ରଧର ବୋଇଲେ ଗରିଷ୍ଠ ଯେ ବର ମନେ ଯେ ଅଛି ମାଗ ତୁହି ଅଦେୟ ହେଲି ଦେବି ମୋହି କହନ୍ତି କନ୍ୟା ଯୋଡ଼ି ପାଣି ଯେବେ ସତ୍ୟ ଚକ୍ର ପାଣି ଶୁଣି ମା ଦେବ ଜଗନ୍ନାଥ ବହୁତ ମୋର ମନରଥ ମାଗୁଛି ଆଜ୍ଞାରେ ତୁମର ସତ୍ୟକୁ ତ୍ରିବାର ଉଚ୍ଚାର ହସି କହନ୍ତି ନାରାୟଣ ଏ ସତ୍ୟ 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 ଜାଣ ଯାହା ମାଗିବ ତାହା ଦେବି ସନ୍ଦେହ ନ କର ହେ ଦେବି ଶୁଣି ଆନନ୍ଦ କନ୍ୟା ହୋଇ ମାଗନ୍ତି ବର ଆଜ୍ଞା ପାଇ ତିନି ଭୁବନେ ଚାରି ଯୁଗେ ତିନି କାଳରେ ସର୍ବଭାଗେ ତୀର୍ଥେ ନହିବେ ମୋତେ ସମ ହେବି ମୁଁ ବିଘ୍ନ ବିନାଶନ ସର୍ବପାତକ କ୍ଷୟକାରୀ ଦେବି ମୁଁ ଆୟୁ ବୃଦ୍ଧିକାରୀ ଧର୍ମାର୍ଥ କାମ ମୋକ୍ଷ ଚାରି ଦେବି ମୁଁ ଭକ୍ତକୁ ବିଚାରି ସର୍ବ ସମ୍ପତ୍ତି ସଂହାରିଣୀ ହେବି ମୁଁ ସିଦ୍ଧ ପ୍ରଦାୟିନୀ ଯେ ଉପବାସ କରି ମୋତେ ଭଜିବେ ଦେବ ଜଗତପତେ ତାହାକୁ ଭକ୍ତ କରି ମାନ ଦିଅ ତାହାକୁ ସିଦ୍ଧିବାନ ନର୍ତ୍ତକୀ ଅବା ଏକ ଭୁକ୍ତ କିଏ ବା ଉପବାସ ଯୁକ୍ତ ଦେବି ତାହାଙ୍କୁ ଧର୍ମ ଧନ କାମ ମୋକ୍ଷକୁ ଜନାର୍ଦ୍ଦନ ଶୁଣି କହନ୍ତି ଜଗନ୍ନାଥ ଯେତେ ତୁମ୍ଭ ମନୋରଥ ଅନ୍ୟଥା ନହିବ ଏ ଜାଣ ଦେବି ସମସ୍ତ ପରିମାଣ ମୋର ଯେ ଭକ୍ତ ତୁମ୍ଭ ଭକ୍ତ ଯେ ଅବା କାର୍ତ୍ତିକେ ନିଯୁକ୍ତ ଚାରି ଯୁଗରେ ତିନି ଲୋକେ ଯେ ମୋର ଭକ୍ତ ହୋଇ ଏକେ ସେ ଯେବେ ଭେଦ ଛାଡ଼ି କରି ତୁମ୍ଭର ବ୍ରତ ଅନୁସରି କରିବେ ମୋହର ପୂଜନ ଅବଶ୍ୟ ସେ ମୋକ୍ଷ ଭାଜନ ତୃତୀୟାଷ୍ଟମୀ ଚତୁର୍ଦ୍ଦଶୀ ନବମୀ ତିଥି ଏକାଦଶୀ ଏମାନେ ମୋର ପ୍ରିୟ ହୋଇ ବିଶେଷ ପ୍ରିୟତମା ତହିଁ ସର୍ବତୀର୍ଥାଦି ପୁଣ୍ୟ ତ୍ରୋଇ ଅଛନ୍ତି ଏଣୁ ନିତ୍ୟ ହୋଇ ମୋର ଦୈତ୍ୟକୁ ଏକାନାଶୀ ନାମରେ ହେଲେ ଏକାଦଶୀ ଏବର ମାନ ପାଇଦେବି ସନ୍ତୋଷ ହେଲେ ମନେ ଭାବି କରି ପ୍ରଭୁଙ୍କୁ ପ୍ରଦକ୍ଷିଣ ଦେବୀ ହୋଇଲେ ଅନ୍ତର୍ଧ୍ୟାନ ଦେବଙ୍କ କାର୍ଯ୍ୟ କରି ହରି
ସୁସ୍ଥେ ଆଶ୍ରମେ ବିଜେ କରି ପ୍ରଭୁଙ୍କୁ କରି ସ୍ତୁତିମାନ ଦେବେ ଚଳିଲେ ନିଜ ଧାମ। ଦିବା ବା ଯଦି ଅବା ରାତ୍ର ଶୁଣେ ଯେ ମହାତ୍ମ୍ୟ ଚରିତ ସେ କଳ୍ପ କୋଟି ସମାଯୁକ୍ତ ସେ ବିଲୁ ଲୋକରେ ପୂଜିତ। ଏକାଦଶୀ ମହାତ୍ମ୍ୟର ପଦେ ଶୁଣେ ଯେଉଁ ନର ତାର ପାତକ ଯାଏ କ୍ଷୟ ହୋଇ ପୁଣ୍ୟର ଉଦୟ। ଯେ କରେ ଏକାଦଶୀ ବ୍ରତ ତାଠାରୁ ନାହିଁ ପୁଣ୍ୟବନ୍ତ ସମସ୍ତ ପାପ କ୍ଷୟ ଯାଇ ଅନ୍ତେ ପରମ ଗତି ପାଇ ଯାଆନ୍ତି ବିଘ୍ନ ମାନେ ନାଶ ହୋଇ ସିଦ୍ଧି ଯେ ବିଶେଷ। ଏ ବ୍ରତ ମହାବ୍ରତ ଜାଣି ଭକ୍ତି ମୁକ୍ତିର ମହାଦାନୀ ଗୋଦ୍ୱିଜ ସ୍ତ୍ରୀ ବାଳ ସଂହାରୀ ଏ ବ୍ରତ କରି ଯାଏ ତରି। ବିଷ୍ଣୁର ସମ ଦେବ ନାହିଁ ଗୀତାର ସମ ଶାସ୍ତ୍ର ନାହିଁ ଏ ବ୍ରତ ସମ ବ୍ରତ ନାହିଁ ପାପନାଶନ ବ୍ରତ ଏହି। କେ ଅବା ନକ୍ତ ଏବେ ଭୁକ୍ତ ସେ ଅବା ଅନଶନେ ରତ ପଞ୍ଚଗବ୍ୟକୁ କେବା ଖାଏ ସେ ଅବା ଉପବାସେ ରହେ। କେ ଅବା କ୍ଷୀର ଅମ୍ବୁ ପିଇ କେ ଅବା ଫଳମୂଳ ଖାଇ ଏ ରୂପେ ହି ମହାବ୍ରତ ଶୁଣି ସନ୍ତୋଷ ପଣ୍ଡୁ ସୁତ ବିଷ୍ଣୁଙ୍କୁ ଅତି ସ୍ତୁତି କଲେ ବାଞ୍ଛିତ ମିଳିଲା ବୋଇଲେ। ଇତି ଶ୍ରୀ ମତ୍ସ୍ୟ ପୁରାଣେ ମାର୍ଗଶିର କୃଷ୍ଣ ଉତ୍ପତ୍ତି ଏକାଦଶୀ ମହାତ୍ମ୍ୟ ପ୍ରଥମ ଅଧ୍ୟାୟ। ଏବେ ଆସନ୍ତୁ ଉତ୍ପତ୍ତି ବା ଉତ୍ପନ୍ନ ଏକାଦଶୀ କଥାରେ ଶୁଣିବା। ହେମନ୍ତ ଋତୁର ମାର୍ଗଶିର ମାସ କୃଷ୍ଣ ପକ୍ଷରେ ଉତ୍ପତ୍ତି ଏକାଦଶୀ କରିବା ଉଚିତ। ଏହାର କଥା ଏହିପରି। ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ ଭଗବାନ, ପୁଣ୍ୟମୟୀ ଏକାଦଶୀ ତିଥି କିପରି ଉତ୍ପନ୍ନ ହେଲା? ଏହି ସଂସାରରେ ଏହାକୁ କାହିଁକି ପବିତ୍ର ବୋଲି ବିବେଚନା କରାଯାଏ ତଥା ଦେବତାମାନଙ୍କର ଏହା କାହିଁକି ପ୍ରିୟ? ଶ୍ରୀ ଭଗବାନ କହିଲେ, କୁନ୍ତୀ ନନ୍ଦନ, ପ୍ରାଚୀନ କାଳର କଥା। ସତ୍ୟଯୁଗରେ ମୂର ନାମକ ଦାନବ ରହୁଥିଲା। ସେ ବଡ଼ ଅଦ୍ଭୁତ, ଅତ୍ୟନ୍ତ ଭୟଙ୍କର ତଥା ସମସ୍ତ ଦେବତାମାନଙ୍କ ପାଇଁ ଭୟଙ୍କର ଥିଲା। ଏହି କାଳରୂପଧାରୀ ଦୁରାତ୍ମା ମହାସୁର ଇନ୍ଦ୍ରକୁ ମଧ୍ୟ ପରାଜିତ କରିଥିଲା। ସମସ୍ତ ଦେବତା ତାଠାରୁ ପରାଜିତ ହୋଇ ସ୍ୱର୍ଗରୁ ବିତାଡ଼ିତ ହୋଇଥିଲେ ଓ ଶଙ୍କିତ ତଥା ଭୟଭୀତ ହୋଇ ପୃଥିବୀ ପୃଷ୍ଠରେ ବିଚରଣ କରୁଥିଲେ। ଦିନେ ସମସ୍ତ ଦେବତା ମହାଦେବଙ୍କ ପାଖକୁ ଗଲେ। ସେଠାରେ ଇନ୍ଦ୍ର ଭଗବାନ ଶିବଙ୍କୁ ସବୁ କଥା କହି ଶୁଣାଇଲେ। ଇନ୍ଦ୍ର କହିଲେ, ମହେଶ୍ୱର, ଏ ସମସ୍ତ ଦେବତା ସ୍ୱର୍ଗରୁ ବିତାଡ଼ିତ ହେବା ପରେ ପୃଥିବୀ ପୃଷ୍ଠରେ ବିଚରଣ କରୁଛନ୍ତି। ମନୁଷ୍ୟମାନଙ୍କ ସାଙ୍ଗରେ ରହିବା ଏମାନଙ୍କୁ ଶୋଭା ପାଉନାହିଁ। ହେ ଦେବ, କୌଣସି ଉପାୟ କହନ୍ତୁ। ଦେବଗଣ କାହାର ଆଶ୍ରୟ ନେବେ? ମହାଦେବ କହିଲେ, ଦେବରାଜ, ଯେଉଁଠାରେ ସଭିଙ୍କ ଶରଣଦାତା ସମସ୍ତଙ୍କ ରକ୍ଷା ନିମନ୍ତେ ସଦା ତତ୍ପର ରହୁଥିବା ଜଗତର ସ୍ୱାମୀ ଭଗବାନ ଗରୁଡ଼ ଧ୍ୱଜ ବିରାଜମାନ ଅଛନ୍ତି, ସେଠାକୁ ଯାଅ। ସେ ତୁମ୍ଭମାନଙ୍କୁ ରକ୍ଷା କରିବେ। ଭଗବାନ ଶ୍ରୀକୃଷ୍ଣ କହିଲେ, ଯୁଧିଷ୍ଠିର, ମହାଦେବଙ୍କର ଏହି କଥା ଶୁଣି ପରମ ବୁଦ୍ଧିମାନ ଦେବରାଜ ଇନ୍ଦ୍ର ସମସ୍ତ ଦେବତାଙ୍କ ସହିତ କ୍ଷୀରସାଗରକୁ ଗଲେ, ଯେଉଁଠି ଭଗବାନ ଗଦାଧର ଶୟନ କରୁଥିଲେ। ଇନ୍ଦ୍ର ହାତ ଯୋଡ଼ି ତାଙ୍କର ସ୍ତୁତି କଲେ। ଇନ୍ଦ୍ର କହିଲେ, ଦେବଦେବେଶ୍ୱର, ଆପଣଙ୍କୁ ନମସ୍କାର। ହେ ଦେବ, ଆପଣ ହିଁ ପତି, ଆପଣ ହିଁ ମତି, ଆପଣ ହିଁ କର୍ତ୍ତା ଏବଂ ଆପଣ ହିଁ ସର୍ବକାରଣ।
ଆପଣ ହିଁ ସର୍ବଲୋକର ମାତା ଓ ଆପଣ ହିଁ ଏହି ଜଗତର ପିତା। ଦେବ ଓ ଦାନବ ଉଭୟ ଆପଣଙ୍କର ବନ୍ଦନା କରନ୍ତି। ପୁଣ୍ଡରୀକାକ୍ଷ ଆପଣ ଦୈତ୍ୟମାନଙ୍କର ଶତ୍ରୁ। ମଧୁସୂଦନ ଆମ୍ଭମାନଙ୍କର ରକ୍ଷା କରନ୍ତୁ। ପ୍ରଭୁ ଜଗନ୍ନାଥ ଅତ୍ୟନ୍ତ ଉଗ୍ର ସ୍ୱଭାବ ବାଲା ମହାବଳୀ ମୂର ନାମକ ଦୈତ୍ୟ ସମସ୍ତ ଦେବତାମାନଙ୍କୁ ଯୁଦ୍ଧରେ ପରାଜିତ କରି ସ୍ୱର୍ଗକୁ ବିତାଡ଼ିତ କଲା। ଭଗବାନ ଦେବଦେବେଶ୍ୱର ଶରଣାଗତ ବତ୍ସଳ ଦେବଗଣ ଭୟଭୀତ ହୋଇ ଆପଣଙ୍କ ଶରଣରେ ଆସିଛନ୍ତି। ହେ ଦାନବ ଦଳନ କମଳ ନୟନ ଭକ୍ତ ବତ୍ସଳ ଦେବଦେବେଶ୍ୱର ଜନାର୍ଦ୍ଦନ ଆମକୁ ରକ୍ଷା କରନ୍ତୁ, ରକ୍ଷା କରନ୍ତୁ। ଭଗବାନ ଶରଣାଗତ ଦେବତାଙ୍କର ସହାୟତା କରନ୍ତୁ। ଇନ୍ଦ୍ରଙ୍କ କଥା ଶୁଣି ଭଗବାନ ବିଷ୍ଣୁ କହିଲେ, ଦେବରାଜ ସେ ଦାନବ କିପରି, ତାହାର ରୂପ ଓ ବଳ କିପରି ତଥା ସେହି ଦୁଷ୍ଟର ରହିବା ସ୍ଥାନ କେଉଁଠି? ଇନ୍ଦ୍ର କହିଲେ, ଦେବେଶ୍ୱର ପୂର୍ବ କାଳରେ ବ୍ରହ୍ମାଙ୍କ ବଂଶରେ ତାଳ ଜଙ୍ଘ ନାମକ ଏକ ମହାନ ଅସୁର ଉତ୍ପନ୍ନ ହୋଇଥିଲା, ଯିଏ ଅତ୍ୟନ୍ତ ଭୟଙ୍କର ଥିଲା। ତାର ପୁତ୍ର ମୂର ଦାନବ ନାମରେ ବିଖ୍ୟାତ। ସେ ମଧ୍ୟ ଅତ୍ୟନ୍ତ ଉତ୍କଟ, ମହାପରାକ୍ରମୀ ଏବଂ ଦେବତାଙ୍କ ପାଇଁ ଭୟଙ୍କର। ଚନ୍ଦ୍ରାବତୀ ନାମକ ଏକ ପ୍ରସିଦ୍ଧ ନଗରୀ ଅଛି, ସେଠାରେ ସେ ନିବାସ କରୁଛି। ସେ ଦୈତ୍ୟ ସମସ୍ତ ଦେବତାଙ୍କୁ ପରାସ୍ତ କରି ସେମାନଙ୍କୁ ସ୍ୱର୍ଗ ଲୋକରୁ ବାହାର କରିଦେଉଛି। ସେ ଅନ୍ୟ ଜଣକୁ ଇନ୍ଦ୍ର ରୂପେ ସ୍ୱର୍ଗର ସିଂହାସନରେ ବସାଇଛି। ଅଗ୍ନି, ଚନ୍ଦ୍ରମା, ସୂର୍ଯ୍ୟ, ବାୟୁ ତଥା ବରୁଣ ରୂପରେ ସେ ଅନ୍ୟମାନଙ୍କୁ ମଧ୍ୟ ବସାଇଛି। ହେ ଜନାର୍ଦ୍ଦନ, ମୁଁ ସତ୍ୟ କହୁଛି, ସେ ସମସ୍ତଙ୍କୁ ବଦଳାଇ ଦେଇଛି। ସମସ୍ତ ଦେବତାଙ୍କୁ ସେ ସେମାନଙ୍କ ଆସନରୁ ବଞ୍ଚିତ କରିଦେଇଛି। ଇନ୍ଦ୍ରଙ୍କର ଏହି କଥା ଶୁଣି ଭଗବାନ ଜନାର୍ଦ୍ଦନଙ୍କୁ ଭୀଷଣ କ୍ରୋଧଜାତ ହେଲା। ସେ ଦେବତାମାନଙ୍କୁ ସାଙ୍ଗରେ ନେଇ ଚନ୍ଦ୍ରବତୀ ନଗରୀରେ ପ୍ରବେଶ କଲେ। ଭଗବାନ ଗଦାଧର ଦେଖିଲେ ଯେ ଦୈତ୍ୟରାଜ ବାରମ୍ବାର ଗର୍ଜନ କରୁଛି ଏବଂ ତାଠାରୁ ପରାସ୍ତ ହୋଇ ଦେବତାମାନେ 10 ଦିଗକୁ ପଳାୟନ କରୁଛନ୍ତି। ତାପରେ ସେ ଦାନବ ଭଗବାନ ବିଷ୍ଣୁଙ୍କୁ ଦେଖି କହିଲା, ଠିଆ ହୁଅ, ଠିଆ ହୁଅ। ତାର ଏହି ପ୍ରକାର ଆହ୍ୱାନ ଶୁଣି ଭଗବାନଙ୍କ ନେତ୍ର କ୍ରୋଧରେ ଲାଲ ହୋଇଗଲା। ସେ କହିଲେ, ଆରେ ଦୁରାଚାରୀ ଦାନବ, ମୋର ଏହି ବାହୁଗୁଡ଼ିକୁ ଦେଖ। ଏହା କହି ଶ୍ରୀ ବିଷ୍ଣୁ ନିଜର ଦିବ୍ୟ ବାଣ ଦ୍ୱାରା ସମ୍ମୁଖକୁ ଆସୁଥିବା ଦୁଷ୍ଟ ଦାନବମାନଙ୍କୁ ମାରିବା ଆରମ୍ଭ କଲେ। ଦାନବଗଣ ଭୟାତୁର ହୋଇ ପଡ଼ିଲେ। ପାଣ୍ଡୁନନ୍ଦନ ତାପରେ ଶ୍ରୀ ବିଷ୍ଣୁ ଦୈତ୍ୟ ସେନାଙ୍କୁ ଚକ୍ରରେ ଆଘାତ କଲେ। ତାଦ୍ୱାରା ଶହ ଶହ ଯୋଦ୍ଧା ଛିନ୍ନ ଭିନ୍ନ ହୋଇ ମୃତ୍ୟୁ ମୁଖରେ ପଡ଼ିଲେ। ଏହାପରେ ଭଗବାନ ଶ୍ରୀ ମଧୁସୂଦନ ବଦରିକା ଆଶ୍ରମ ଚାଲିଗଲେ। ସେଠାରେ ସିଂହାବତୀ ନାମକ ଏକ ଗୁମ୍ଫା ଥିଲା, ଯାହା 12 ଯୋଜନ ପର୍ଯ୍ୟନ୍ତ ଲମ୍ବିଥିଲା। ପାଣ୍ଡୁନନ୍ଦନ ସେହି ଗୁମ୍ଫାରେ ଗୋଟିଏ ମାତ୍ର ଦ୍ୱାର ଥିଲା। ଭଗବାନ ବିଷ୍ଣୁ ସେହିଠାରେ ଶୋଇଗଲେ। ମୂର ଦାନବ ଭଗବାନଙ୍କୁ ମାରିବା ପାଇଁ ତାଙ୍କ ପଛେ ପଛେ ଲାଗିଥିଲା। ଏଣୁ ସେ ମଧ୍ୟ ସେହି ଗୁମ୍ଫାରେ ପ୍ରବେଶ କଲା। ସେଠାରେ ଭଗବାନଙ୍କୁ ଶୋଇଥିବାର ଦେଖି ସେ ଅତ୍ୟନ୍ତ ହର୍ଷିତ ହେଲା। ଚିନ୍ତା କଲା, ଇଏ ଦାନବମାନଙ୍କୁ ଭୟଭୀତ କରାଇଥିବା ଦେବତା, ଏଣୁ ନିଃସନ୍ଦେହ ଏହାକୁ ମାରିଦେବି। ଯୁଧିଷ୍ଠିର ଦାନବ ଏହି ପ୍ରକାର ବିଚାର କରିବା କ୍ଷଣି ଭଗବାନ ବିଷ୍ଣୁଙ୍କ ଶରୀରରୁ ଏକ ଅତ୍ୟନ୍ତ ରୂପବତୀ, ସୌଭାଗ୍ୟଶାଳୀ ତଥା ଦିବ୍ୟ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତା କନ୍ୟା ପ୍ରକଟିତ ହେଲା। ସେ ଭଗବାନଙ୍କ ତେଜାଂଶରୁ ଉତ୍ପନ୍ନ ହୋଇଥିଲା। ତାର ବଳ ଓ ପରାକ୍ରମ ମହାନ ଥିଲା। ଯୁଧିଷ୍ଠିର ଦାନବରାଜ ମୂର ଏହି କନ୍ୟାକୁ ଦେଖିଲା। ସେ କନ୍ୟା ଯୁଦ୍ଧର ବିଚାର କରି ଦାନବକୁ ଯୁଦ୍ଧ ପାଇଁ ଆହ୍ୱାନ କଲା। ଯୁଦ୍ଧ ଆରମ୍ଭ ହୋଇଗଲା। ସେ କନ୍ୟା ସମସ୍ତ ପ୍ରକାର ଯୁଦ୍ଧ କଳାରେ ନିପୁଣ ଥିଲା। ତାର ହୁଙ୍କାର ମାତ୍ରକେ ସେହି ମୂର ନାମକ ମହାନ ରାକ୍ଷସ ପାଉଁଶ ଗଦାରେ ପରିଣତ ହୋଇଗଲା। ବା ଦାନବର ମୃତ୍ୟୁ ହେବା ପରେ ଭଗବାନ ଉଠିଲେ। ସେ ଦାନବକୁ ଭୂମି ଉପରେ ଏପରି ନିଷ୍କ୍ରାଣ ପଡ଼ିଥିବା ଦେଖି କନ୍ୟାକୁ ପଚାରିଲେ, ମୋର ଏହି ଶତ୍ରୁ ଅତ୍ୟନ୍ତ ଉଗ୍ର ଓ ଭୟଙ୍କର ଥିଲା, କିଏ ଏହାକୁ ବଧ କଲା? କନ୍ୟା କହିଲା, ହେ ସ୍ୱାମୀ, ଆପଣଙ୍କ ପ୍ରସାଦରୁ ମୁଁ ଏହି ମହାଦୈତ୍ୟକୁ ବଦ୍ଧ କଲି। ଶ୍ରୀ ଭଗବାନ କହିଲେ, କଲ୍ୟାଣୀ, ତୁମର ଏହି କର୍ମରେ 3 ଲୋକର ମୁନି ଓ ଦେବତା ଆନନ୍ଦିତ ହେଲେ। ଏଣୁ ତୁମେ ନିଜ ଇଚ୍ଛା ଅନୁସାରେ ମୋ ଠାରୁ କୌଣସି ବର ମାଗିନିଅ।
ଦେବ ଦୁର୍ଲଭ ହୋଇଥିଲେ ମଧ୍ୟ ସେହି ବର ମୁଁ ତୁମକୁ ଦେବି, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ସେ କନ୍ୟା ସାକ୍ଷାତ ଏକାଦଶୀ ହିଁ ଥିଲା। ସେ କହିଲା, ପ୍ରଭୁ, ଯଦି ଆପଣ ପ୍ରସନ୍ନ, ତେବେ ମୁଁ ଆପଣଙ୍କ କୃପାରୁ ସର୍ବତୀର୍ଥ ମଧ୍ୟରେ ପ୍ରଧାନ, ସର୍ବବିଘ୍ନ ନାଶିନୀ ତଥା ସର୍ବସିଦ୍ଧିଦାତ୍ରୀ ଦେବୀ ହୋଇଯାଏ। ହେ ଜନାର୍ଦ୍ଦନ, ଯେଉଁ ଲୋକମାନେ ଆପଣଙ୍କଠାରେ ଭକ୍ତି ରଖି ମୋ ଦିବସରେ ଉପବାସ କରିବେ, ସେମାନଙ୍କୁ ସର୍ବସିଦ୍ଧି ପ୍ରାପ୍ତ ହେଉ। ହେ ମାଧବ, ଯେଉଁ ଲୋକମାନେ ଉପବାସ, ନକ୍ତ ଭୋଜନ ଅଥବା ଏକ ଭୁକ୍ତ ଗ୍ରହଣ କରି ମୋର ବ୍ରତ ପାଳନ କରିବେ, ସେମାନଙ୍କୁ ଆପଣ ଧନ, ଧର୍ମ ଏବଂ ମୋକ୍ଷ ପ୍ରଦାନ କରନ୍ତୁ। ଶ୍ରୀ ବିଷ୍ଣୁ କହିଲେ, କଲ୍ୟାଣୀ, ତୁମେ ଯାହା କିଛି କହୁଛ ସେସବୁ ପୂର୍ଣ୍ଣ ହେବ। ଭଗବାନ ଶ୍ରୀକୃଷ୍ଣ କହିଲେ, ଯୁଧିଷ୍ଠିର, ଏଭଳି ବର ପାଇ ମହାବ୍ରତୀ ଏକାଦଶୀ ବହୁତ ପ୍ରସନ୍ନ ହେଲା। ଉଭୟ ପକ୍ଷର ଏକାଦଶୀ ସମାନ ରୂପରେ କଲ୍ୟାଣକାରୀ, ଏଣୁ ଏଥିରେ ଶୁକ୍ଳ ଓ କୃଷ୍ଣ ପକ୍ଷର କୌଣସି ଭେଦ କରିବା ଅନୁଚିତ। ଯଦି ଉଦୟ କାଳରେ ଅଳ୍ପ ଏକାଦଶୀ ମଧ୍ୟରେ ପୁରା ଦ୍ୱାଦଶୀ ଓ ଶେଷରେ କିଞ୍ଚିତ ତ୍ରୟୋଦଶୀ ହୁଏ, ତେବେ ତାହାକୁ ତ୍ରିସ୍ପୃଶା ଏକାଦଶୀ କୁହାଯାଏ। ଏହା ଭଗବାନଙ୍କର ଅତ୍ୟନ୍ତ ପ୍ରିୟ। ଯଦି ଗୋଟିଏ ତ୍ରିସ୍ପୃଶା ଏକାଦଶୀରେ ଉପବାସ କରାଯାଏ, ତେବେ 1000 ଏକାଦଶୀ ବ୍ରତ ଅନୁଷ୍ଠାନର ଫଳ ପ୍ରାପ୍ତ ହୁଏ ତଥା ଏହି ପ୍ରକାର ଦ୍ୱାଦଶୀରେ ପାରଣ କଲେ 1000 ଗୁଣା ଫଳ ମିଳେ ବୋଲି କୁହାଯାଏ। ଅଷ୍ଟମୀ, ଏକାଦଶୀ, ଷଷ୍ଠୀ, ତୃତୀୟା ଓ ଚତୁର୍ଦ୍ଦଶୀ ଏସବୁ ଯଦି ପୂର୍ବ ତିଥି ସହିତ ଯୋଡ଼ି ହୋଇଥାନ୍ତି, ତେବେ ଏହି ତିଥିରେ ବ୍ରତ କରିବା ଅନୁଚିତ। ପରବର୍ତ୍ତୀ ତିଥି ସହିତ ଯୁକ୍ତ ହୋଇଥିଲେ ହିଁ ଏହି ତିଥିରେ ଉପବାସ କରିବାର ବିଧାନ ଅଛି। ପ୍ରଥମ ଦିନ ଦିନରେ ଏବଂ ରାତିରେ ମଧ୍ୟ ଏକାଦଶୀ ରହେ ତଥା ଦ୍ୱିତୀୟ ଦିନ ପ୍ରାତଃ କାଳରେ କେବଳ ଏକ ଦଣ୍ଡ ମାତ୍ର ଏକାଦଶୀ ରହେ। ତେବେ ପ୍ରଥମ ତିଥିକୁ ପରିତ୍ୟାଗ କରି ତା ପରଦିନର ଦ୍ୱାଦଶୀ ଯୁକ୍ତ ଏକାଦଶୀରେ ହିଁ ଉପବାସ କରିବା ଉଚିତ। ଏହି ବିଧି ମୁଁ ଉଭୟ ପକ୍ଷର ଏକାଦଶୀ ପାଇଁ କହିଛି। ଯେଉଁ ମନୁଷ୍ୟ ଏକାଦଶୀ ଦିନ ଉପବାସ କରେ, ସେ ବୈକୁଣ୍ଠ ଧାମକୁ ଗମନ କରେ, ଯେଉଁଠି ସାକ୍ଷାତ ଭଗବାନ ଗରୁଡ଼ଧ୍ୱଜ ବିରାଜମାନ ଅଛନ୍ତି। ଯେଉଁ ମାନବ ସର୍ବଦା ଏକାଦଶୀ ମହାତ୍ମ୍ୟ ପାଠ କରେ, ତାକୁ 1000 ଗୋଦାନର ପୁଣ୍ୟଫଳ ପ୍ରାପ୍ତ ହୁଏ। ଯିଏ ଦିନ ଅଥବା ରାତିରେ ଭକ୍ତିପୂର୍ବକ ଏହି ମହାତ୍ମ୍ୟର ଶ୍ରବଣ କରେ, ସେ ନିଃସନ୍ଦେହ ବ୍ରହ୍ମହତ୍ୟା ଆଦି ପାପରୁ ମୁକ୍ତ ହୋଇଯାଏ। ଏକାଦଶୀ ସମାନ ପାପନାଶକ ବ୍ରତ ଅନ୍ୟ କିଛି ନାହିଁ। ଏକ ଭୁକ୍ତ ଅର୍ଥାତ୍ ଦିନରେ ଥରେ ଫଳାହାର କରିବା, ଦ୍ୱିତୀୟରେ ନକ୍ତ ଭୋଜନ ଅର୍ଥାତ୍ ଦିନର ଅଷ୍ଟମ ଭାଗରେ ସୂର୍ଯ୍ୟଙ୍କ କିରଣ ଯେତେବେଳେ କ୍ଷୀଣ ସୂର୍ଯ୍ୟାସ୍ତ ସମୟ ହୋଇଯାଏ, ସେ ସମୟଟି ନକ୍ତ। ଗୃହସ୍ଥ ପାଇଁ ତାରା ଦେଖାଦେବା ପରେ ନକ୍ତ ଭୋଜନ ଫଳାହାରର ବିଧାନ ଅଛି ଏବଂ ସନ୍ନ୍ୟାସୀଙ୍କ ପାଇଁ ଦିନର ଅଷ୍ଟମ ଭାଗରେ, କାରଣ ସେମାନଙ୍କ ପାଇଁ ରାତ୍ରିରେ ଭୋଜନ କରିବା ନିଷେଧ। ଏବେ ଆସନ୍ତୁ ତୁଳସୀ ମହିମା ଅଳ୍ପ କିଛି ଶୁଣିବା। ତା ପୂର୍ବରୁ ଗଣେଶଙ୍କର ବନ୍ଦନା କରିବା। ନମୋ ଦେବ ଗଜାନନ ସକଳ ବିଘ୍ନ ବିନାଶନ ସର୍ବାଙ୍ଗେ ତୁମ୍ଭ ଆରାଧନ କୃପାଳୁ ଗୌରୀ ନନ୍ଦନ ଯକ୍ଷ ରକ୍ଷ ନର ମୋର ବନ୍ଦନ୍ତି ତୋ ପାଦ କମଳ ରତ୍ନର କୋଠ ଚରଣେ ଭ୍ରମଣ ଇନ୍ଦୁର ବାହନେ ପୀତବସନ ଅଙ୍ଗେ ଶୋହେ ପୃଥୁଳ ଜଠର କୋମୋହେ ସ୍କନ୍ଧରେ ସୁବର୍ଣ୍ଣ ପଇତା କପାଳେ ଶୋହେ ଠିଆ ଚିତା ପାଶ ଅଙ୍କୁଶ ଧରି କରେ ଚତୁର୍ଭୁଜ ହେଲ ଶୟଳେ ଚତୁରପଣେ ଲଡୁ କରି ମୋହ କଲ ମୋର ପୁରୀ ବିଦ୍ୟାରେ ଜିଣି ତ୍ରିଭୁବନ ଉଡ଼ାଅ ବିଜୟ କେତନ ତୁମ୍ଭରି ଚରଣେ
सकल विद्यार ठाकुर हे प्रभु ज्ञान पारावार किंचिते करिब करुणा दयारे नही आनमना मोहिया धम मूढ़ मती तुम्भ चरणे करे नती मनरे आशा संचरिछि रचना करिबि मु किछि लेखनी हस्ते बारंबार बंदई चरण कमल तुलसी महात्म्यर कथा श्री विष्णु चरित वार्ता हे प्रभु करिबि रचना एतिकी करन्तु करुणा भोदेव विघ्न विनाशन अधमे करिबे कल्याण ए ग्रंथ रचने किंचिते विघ्न न भयो कदाचिते एतिकी प्रार्थना करई अजय तुम्भ पादे ध्याई। एबे आसंतु श्री जगन्नाथंकर वंदना करिबा। नमयी नीलाचल मुद्रा अनंत कोळे जोग निद्रा मर्त्य वैकुंठ श्री क्षेत्र लीला विहर धरी भक्त पतित पावन नामेण करुछ पातकी तारण जे काले धर्मे हुए ग्लानि अधर्म वृद्धि घटे हानि से काले जगत कल्याणे अवतरण मर्त्य धामे जाने कଳି जुगर भाव दारु ब्रह्मरे आविर्भाव नीरव निश्चले बसिछ धर्म तराजु धरिअछ लीलार नाही आदि अंत बुझिबाकु केहु समर्थ तो माया तोते अगोचर काहु बुझिब छार नर ब्रह्मांड माळ माळ होई तोलोम कूपे विराजई सकल भूते होई स्थित रचना कल ए जगत भराऊ श्वासे अवतार भक्तों को करिअछ कोळ नमयी मत्स्य अवतार वेदों को करिलु धार हरिण कूर्म अवतार सहजे मंथिल सागर धरि बराह अवतार करिल धरणी उद्धार नरसिंह जे अवतार नासिल हिरण्यसुर नमयी श्री वामन रूप दिन छटिक बळी नृप नमयी प्रभु परशुराम निक्षत्री कल धरा धाम सूर्य वंशरे अवतरी दैत्य रावण को संहारी नमयी प्रभु बलराम कंस विनाशन कारण बुद्ध शरीर को बहिण अहिंसा धर्म प्रसारण नमस्ते प्रभु कल्की देव म्लेच्छ संहारणे उद्भव जुग को जुग एहि मते लीला भी आई छतीते सकल शक्तिर आधार श्रीपये नमे बारंबार किंचिते करन्तु कल्याण
ମୋ ଭିଳାସ ହେଉ ପୂର୍ଣ୍ଣ। ତୁଳସୀ ବନ୍ଦନା। ବନ୍ଦଇ ତୁଳସୀ ଚରଣ, କରମା ସନ୍ତାନେ କଲ୍ୟାଣ। ମହାନିତ୍ୟ ଧାମେ ନିବାସ, ନାରାୟଣେ କରିଣ ତୋଷ। ତୁ ମାତା ବିଷ୍ଣୁ ମନହାରି, ସାପେ ଆସିଛୁ ଅବତରୀ। ସତ୍ୟ ଯୁଗରେ ସତ୍ୟବତୀ, ପରାଶରଙ୍କ ପ୍ରିୟତି। ବ୍ୟାସଦେବଙ୍କୁ ଧରି ଗର୍ଭେ, ଲୀଳା କରିଲୁ ଏହି ଭବେ। ମାଳତୀ ରୂପେ ତ୍ରେତୟାରେ, ନିମଗ୍ନ ପ୍ରଭୁଙ୍କ ପୂଜାରେ। ଦ୍ୱାପରେ ମାୟା ଦୈତ୍ୟ ଜାୟା, ତ୍ରିପୁରା ନାମ ତୋର ମା। ଜଳନ୍ଧର ପତ୍ନୀ କଳିରେ, ବୃନ୍ଦାବତୀ ନାମ ସେଠାରେ। ଏଥୁ ଅନ୍ତେ ତୁଳସୀ ନାମେ, ପୂଜା ପାଉଛୁ ମର୍ତ୍ତ୍ୟ ଧାମେ। ତୋ ମୁଖ ଯେ କରେ ଦର୍ଶନ, ସକଳ ପାପ ହୁଏ ଲୀନ। ଯେ ନାରୀ ତୋର ବୃକ୍ଷ ମୂଳେ, ଗୋମୟ ଲିପିବତୀ ଜାଳେ। ଭକ୍ତିରେ ପୂଜଇ ଚରଣ, ସେ ଲଭେ ଅଶେଷ କଲ୍ୟାଣ। ତମୂଳେ ଗଙ୍ଗାଙ୍କର ସ୍ଥାନ, ଶାଖାରେ ପ୍ରଭୁ ନାରାୟଣ। ପତ୍ରରେ ଦେବାଦେବୀ ଗଣ, ତୋ ସେ କରନ୍ତି ବିଚରଣ। ତୁ ବିଷ୍ଣୁ ଦେବଙ୍କ ଘରଣୀ, ଅଶେଷ ମଙ୍ଗଳକାରିଣୀ। ତୋ ପତ୍ର ବିନା ନୈବେଦ୍ୟ, ଭୁଞ୍ଜନ୍ତି ନାହିଁ ଆଦି କନ୍ଦ। ତୁ ଦୟଣାର ମାଳ ହେଉ, ପ୍ରଭୁଙ୍କ କଣ୍ଠେ ଶୋଭା ପାଉ। ବାର ବାର ତୋ ପାଦେ ନମେ, ଦୟା କର ମାଏ ଅଧମେ। ମହାତ୍ମ୍ୟ ଲେଖିବି ତୋହର, ଏତିକି କରୁଣା ମା କର। ତୁଳସୀ ମହିମା ବର୍ଣ୍ଣନା। ସୁଜନେ କରନ୍ତୁ ଶ୍ରବଣ, ତୁଳସୀ ମହିମା କଥନ। ଶୁକ ମୁନି ଯେ ହର୍ଷ ଚିତ୍ତେ, ମିଳିଲେ ରାଜା ପରୀକ୍ଷିତେ। ଦେଖି ମୁନିଙ୍କ ଆଗମନ, ଭକ୍ତିରେ ପୂଜିଲେ ଚରଣ। ପରୀକ୍ଷିତ ବାଚ ଭୋମୁନି ଲଭି ଦର୍ଶନ, କୃତାର୍ଥ ହେଲା ମୋର ପ୍ରାଣ। ଏ ଅସମୟେ କି କାରଣେ, ବିରାଜ କଲ ମୋ ଭବନେ। ସଂକ୍ଷେପି କୁହନ୍ତୁ ବୁଝାଇ, ଚିତ୍ତ ଯେ ବ୍ୟାକୁଳ ହୋଇ। ତବ କଲ୍ୟାଣେ ସୁଖେ ନୀତି, ପ୍ରଜାଏ ରାଜ୍ୟେ ବିହରନ୍ତି। ଶ୍ରୀ ଶୁକବାଚ ଆଦର ଯତ୍ନ ପାଇ ଯତି, କୁହନ୍ତି ଶୁଣ ପ୍ରାର୍ଥନାତି। ଅନେକ ମନାସି ମନରେ, ଆସିଲି ମୁହିଁ ତୁମ୍ଭପୁରେ। ବରଷା କାଳ 4 ମାସ, କରିବି ଏଠାରେ ମୁଁ ବାସ। ଆସିଛି ତେଜିଣ ଆଶ୍ରମ, ସମ୍ମତି ଦେବ କି ରାଜନ। ନ ତ ବା ଚଳିବି ଅନ୍ୟତ୍ର, ଦୁଃଖ ନ ହେବ ଲେଶ ମାତ୍ର। ଶୁଣି ମୁନିଙ୍କ ଏ ବଚନ, କହନ୍ତି ପରୀକ୍ଷ ରାଜନ। ପରୀକ୍ଷିତ ବାଚ
राजन जोड़ी बेनी कर मुनि को बोलती उत्तर मुहि तुम्भर कृपा बळे आनंद चिते प्रजा पाळे तुम्भ लागिए कोई स्थान जेवे न करिली अर्पण कि लाभ थाई राज्य धन असार सीना हेब प्राण एथकु न हेले समर्थ निंदा लभिब परीक्षित एमंत बोलीण सधीरे मुनि को नेले संगतरे सुंदर एक निवास मुनि को अर्पिले नरेश खाद्य पेयर बंदोबस्त क्षणिके कले परीक्षित सुख मुनिया नंद चिते कटाई देले दिन केते एकदा परीक्षित राजा करंती मुनि पाद पूजा संतोष लभी नृपठारे बोलंती राजने सधीरे श्री सुकवाच लभिली अनेक तृपति जेणु करिल बहु प्रीति धार्मिक जनक प्रधान से लागी विजे तो भवन केउ गाथारे तुम्भमती कुहन्तु आहे नरपति यद्यपि थिव मते जणा निश्चय करिबि वर्णना श्री परीक्षित वाच साहस्य बदने राजन बोलंती ब्रह्म बेता शुण अधमे जेवे एड़े दया कुहन्तु न करेण माया तुलसी मही मा श्रवणे आग्रह बळी छे मने सुदया कर आहे जति जेबे राजने तुम्भ प्रीति कने शुणिए मंत बाणी हसी कहती सुख मुनि श्री सुकवाच राजन मन दे शुण कहिबि तुलसी आख्यान परम पवित्र वचन शुणते पातक दहन अटई गुपत विषय हटिब मनरु संशय राजन तुम्भे महाज्ञानी भावन्तु पारिली मु जानी बुझाई कहिबि सकल तोष होइब महिपाल क्षणे विमोदी नयन तुलसी को कर स्मरण मुनि कहिबारे प्राय बसिले परीक्षित राय प्रसन्न बदन देखिण मुनि बोइले हे राजन एथर खोजन्तु नयन आनंदे करन्तु श्रवण गृह तोली धार्मिक जने सम्मुखे चौरा निर्माणे तहिरे विधि मते सेही तुलसी वृक्षे कर पई चतुसम करिले पई नानादि वर्ण रे सजाई संध्या काल रे सेही जन घियवती जाळई पुण स्नानादि तर्पण सारिण जल दिए वृक्ष मूलेण पुणी तुलसी पत्र नेई गंडुस जल रे सेवई ताहांकु करिण दर्शन अनुकूल करे से जन सकल आशा पूर्ण हुए एकथा केबे मिथ्या नुहे एहार कारण राजन संक्षेपी करुछि बखाण अपूर्व महिमा वृक्षर शुणन्तु आहे नरवर
तुलसी वृक्ष मूल जाण गंगा देवी वासस्थान डाଳରେ ଶୁଣ ଅନୁକ୍ଷଣ ରହିଥାନ୍ତି ନାରାୟଣ ବ୍ରହ୍ମ ଶଙ୍କର ଦେବ ଇନ୍ଦ୍ର ଯମ ବରୁଣ ସୂର୍ଯ୍ୟ ଚନ୍ଦ୍ର ପକ୍ଷ ରକ୍ଷ ଯେ ନୈରତ ଗନ୍ଧର୍ବ ଚାରଣ ସମସ୍ତ ପତ୍ରରେ କରିଥାନ୍ତି ବାସ ସଂଶୟ ନ କର ନରେଶ ଏ ବୃକ୍ଷ ପରମ ପବିତ୍ର ଆନକେ ନ ହେବ ସମର୍ଥ ଗୁପ୍ତ ରହସ୍ୟ ଫିଟାଇ କହିଲି ଆହେ ନରସାଇ ସୁକ ପରିକୃତ କଥନ ଅଜୟ କହିଲେ ଖନ। ଜୟ ମା ତୁଳସୀ ଦେବୀ।